ଏହି 5ଟି ଜିନିଷକୁ ଯଦି ଆପଣ ପିଲାଙ୍କ ଜୀବନରେ ଅଭ୍ୟାସ କରାଇବେ ତେବେ ସେମାନେ ଦୁନିଆର ଯେକୌଣସି କ୍ଷେତ୍ରରେ ବିଜୟୀ ହେବେ। 1. ସମସ୍ୟା ସମାଧାନର ମନୋଭାବ ପ୍ରୋବ୍ଲେମ୍ ସଲ୍ଭିଂ ମାଇଣ୍ଡସେଟ୍। ଅଧିକାଂଶ ପିତାମାତା ପିଲାଙ୍କ ରାସ୍ତାରୁ ସବୁ କଣ୍ଟା ସଫା କରିଦିଅନ୍ତି। ଏହାଦ୍ୱାରା ପିଲା ଦୁର୍ବଳ ହୋଇଯାଏ। ଆପଣ କ'ଣ କରିବେ? ଯେତେବେଳେ ପିଲା କୌଣସି ସମସ୍ୟାରେ ପଡ଼ୁଛି, ହେଉ ସେ ପାଠ ବା ସାଙ୍ଗମାନଙ୍କ ସହ ଝଗଡ଼ା, ତାକୁ ପଚାରନ୍ତୁ, ତୁମେ ଏହାକୁ କିପରି ଠିକ୍ କରିପାରିବ ବୋଲି ଭାବୁଛ? ସଫଳତା ଏହାଦ୍ୱାରା ପିଲାଟି ଜଣେ ଅଭିଯୋଗକାରୀ କମ୍ପ୍ଲେନର ନ ହୋଇ ଜଣେ ସମାଧାନକାରୀ ସଲ୍ୟୁସନ୍ ମେକର ହେବ। 2. ଧୈର୍ଯ୍ୟ ଏବଂ ସଂଯମତା ପେସେନ୍ସ ଆଣ୍ଡ ଇମୋସନାଲ ଇଣ୍ଟେଲିଜେନ୍ସ। ଆଜିକାଲି ପିଲାଙ୍କୁ ସବୁ ଜିନିଷ ତୁରନ୍ତ ଦରକାର। ଏହି ଇନଷ୍ଟାଣ୍ଟ ସଂସ୍କୃତି ସେମାନଙ୍କୁ ଅଧୈର୍ଯ୍ୟ କରିଦେଉଛି। ଆପଣ କ'ଣ କରିବେ? ପିଲାକୁ ୱେଟ୍ ବା ଅପେକ୍ଷା କରିବା ଶିଖାନ୍ତୁ। ଯଦି ସେ କିଛି ଦାମୀ ଜିନିଷ ମାଗୁଛି, ତାକୁ କୁହନ୍ତୁ ଯେ ତା'ର ଜନ୍ମଦିନ ବା ପରୀକ୍ଷା ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ। ସଫଳତା ଯେଉଁ ପିଲା ନିଜ ଇଚ୍ଛାକୁ ନିୟନ୍ତ୍ରଣ କରିପାରେ, ସେ ଭବିଷ୍ୟତରେ କୌଣସି ବଡ଼ ଲକ୍ଷ୍ୟ ପାଇଁ ବହୁତ ପରିଶ୍ରମ କରିପାରେ। 3. ପରିଶ୍ରମର ମୂଲ୍ୟ ବୁଝିବା ଭ୍ୟାଲ୍ୟୁ ଅଫ୍ ହାର୍ଡ ୱାର୍କ। ଭାଗ୍ୟ ଅପେକ୍ଷା ପରିଶ୍ରମ ଉପରେ ବିଶ୍ୱାସ କରିବା ହେଉଛି ସଫଳତାର ମୂଳ ମନ୍ତ୍ର। ଆପଣ କ'ଣ କରିବେ? ପିଲାଟି କେବଳ ପାଠରେ ଭଲ କରୁଛି ବୋଲି ପ୍ରଶଂସା କରନ୍ତୁ ନାହିଁ, ବରଂ ସେ ସେଥିପାଇଁ କେତେ ସମୟ ପରିଶ୍ରମ କଲା ତାହାକୁ ସମ୍ମାନ ଦିଅନ୍ତୁ। ତୁମେ ବହୁତ ସ୍ମାର୍ଟ କହିବା ଅପେକ୍ଷା ତୁମେ ବହୁତ ଭଲ ଚେଷ୍ଟା କଲ କହିବା ଅଧିକ ପ୍ରଭାବଶାଳୀ। ସଫଳତା ପିଲାଟି ବୁଝିବ ଯେ ବୁଦ୍ଧି ଥାଉ କି ନଥାଉ, ପରିଶ୍ରମ କଲେ କିଛି ବି ହାସଲ କରାଯାଇପାରିବ। 4. ସାମାଜିକ ଦକ୍ଷତା ଓ ନେତୃତ୍ୱ ସୋସିଆଲ ସ୍କିଲ୍ସ ଆଣ୍ଡ ଲିଡରସିପ୍। ପାଠରେ 100ରୁ 100 ରଖିବା ଜଣକୁ ସଫଳ କରେ ନାହିଁ, ବରଂ ସମସ୍ତଙ୍କ ସହ ମିଶି କାମ କରିବା କଳା ତାକୁ ଲିଡର ବନାଏ। ଆପଣ କ'ଣ କରିବେ? ପିଲାଙ୍କୁ ଲୋକଙ୍କ ସହ କଥା ହେବାକୁ, ଅତିଥିଙ୍କୁ ସମ୍ମାନ ଦେବାକୁ ଏବଂ ଗୋଷ୍ଠୀଗତ କାର୍ଯ୍ୟ ଟିମ୍ୱାର୍କରେ ଭାଗ ନେବାକୁ ଉତ୍ସାହିତ କରନ୍ତୁ। ସଫଳତା ଭବିଷ୍ୟତରେ ସେ ଜଣେ ଭଲ ଟିମ୍ ଲିଡର କିମ୍ବା ମ୍ୟାନେଜର ହୋଇପାରିବେ। 5. ଆର୍ଥିକ ଶିକ୍ଷା ଫାଇନାନ୍ସିଆଲ ଲିଟରେସି। ଅଧିକାଂଶ ପିତାମାତା ପିଲାଙ୍କ ସହ ଟଙ୍କା ବିଷୟରେ କଥା ହୁଅନ୍ତି ନାହିଁ, କିନ୍ତୁ ଏହା ଜାଣିବା ବହୁତ ଜରୁରୀ। ଆପଣ କ'ଣ କରିବେ? ଟଙ୍କାର ଗୁରୁତ୍ୱ ବୁଝାନ୍ତୁ। କିଛି କିଣିବା ବେଳେ ସେମାନଙ୍କୁ ସାଙ୍ଗରେ ନିଅନ୍ତୁ ଏବଂ ବଜେଟ୍ କିପରି ହୁଏ ତାହା ଦେଖାନ୍ତୁ। ଆବଶ୍ୟକତା ଏବଂ ଇଚ୍ଛା ନିଡ୍ vs ୱାଣ୍ଟ ମଧ୍ୟରେ ଫରକ ବୁଝାନ୍ତୁ। ସଫଳତା ବଡ଼ ହେଲେ ସେମାନେ ଟଙ୍କାର ଅପବ୍ୟୟ କରିବେ ନାହିଁ ଏବଂ ଆର୍ଥିକ ଦୃଷ୍ଟିରୁ ସ୍ୱାଧୀନ ହେବେ। ମନେ ରଖନ୍ତୁ, ପିଲାଙ୍କ ଉପରେ ଶାସନ କରନ୍ତୁ ନାହିଁ, ବରଂ ସେମାନଙ୍କର ସାଙ୍ଗ ଫ୍ରେଣ୍ଡ ହେବାକୁ ଚେଷ୍ଟା କରନ୍ତୁ। ଯେତେବେଳେ ପିଲାଟିଏ ନିଜ ପିତାମାତାଙ୍କୁ ଭୟ ନକରି ସବୁ କଥା କହିପାରେ, ସେତେବେଳେ ତା'ର ବିପଥଗାମୀ ହେବାର ଭୟ ରହେ ନାହିଁ। ପିଲାମାନଙ୍କର ସଫଳତା କେବଳ ସେମାନଙ୍କ ପାଠପଢ଼ା ଉପରେ ନୁହେଁ, ବରଂ ସେମାନଙ୍କର ଚିନ୍ତାଧାରା ଏବଂ ସଂସ୍କାର ଉପରେ ନିର୍ଭର କରେ। ଯଦି ଆପଣ ପିଲାଙ୍କୁ ଜୀବନର ପ୍ରତିଟି କ୍ଷେତ୍ରରେ ସଫଳ ଦେଖିବାକୁ ଚାହାନ୍ତି, ତେବେ ଏହି 4ଟି ମୁଖ୍ୟ କଥା ନିଶ୍ଚିତ ଭାବେ ଶିଖାଇବା ଉଚିତ। 1. ମାନସିକ ଦୃଢ଼ତା ଓ ବିଫଳତାକୁ ସାମ୍ନା କରିବା ରେଜିଲିଏନ୍ସ। ସଫଳତା ପାଇଁ ସବୁଠାରୁ ବଡ଼ ଗୁଣ ହେଉଛି ହାର ନ ମାନିବା। ଅନେକ ସମୟରେ ପିଲାମାନେ ଛୋଟ ବିଫଳତାରେ ଭାଙ୍ଗି ପଡ଼ନ୍ତି। ଶିକ୍ଷା ପିଲାଙ୍କୁ ବୁଝାନ୍ତୁ ଯେ ବିଫଳତା ହେଉଛି ଶିଖିବାର ଏକ ଅଂଶ। ଯଦି ସେ ପରୀକ୍ଷାରେ କମ୍ ନମ୍ବର ରଖେ କିମ୍ବା ଖେଳରେ ହାରିଯାଏ, ତେବେ ତାକୁ ଗାଳି ନ ଦେଇ ସେଥିରୁ କ'ଣ ଶିଖିଲା ତାହା ପଚାରନ୍ତୁ। ଲାଭ ଏହାଦ୍ୱାରା ପିଲାଟି ଜୀବନର କଠିନ ପରିସ୍ଥିତିରେ ଭୟଭୀତ ହେବ ନାହିଁ ଏବଂ ପୁଣି ଚେଷ୍ଟା କରିବାର ସାହସ ରଖିବ। 2. ଆତ୍ମଶୃଙ୍ଖଳା ଓ ସମୟର ସଦୁପଯୋଗ ଡିସିପ୍ଲିନ୍ ଟାଇମ୍ ମ୍ୟାନେଜମେଣ୍ଟ। ପ୍ରତିଭା ଟ୍ୟାଲେଣ୍ଟ ଆପଣଙ୍କୁ ଦ୍ୱାର ପର୍ଯ୍ୟନ୍ତ ନେଇପାରେ, କିନ୍ତୁ ଶୃଙ୍ଖଳା ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଏ। ଶିକ୍ଷା ପିଲାଙ୍କୁ ସମୟ ଅନୁଯାୟୀ କାମ କରିବା ଶିଖାନ୍ତୁ। ସେମାନଙ୍କ ପାଇଁ ଏକ ସନ୍ତୁଳିତ ରୁଟିନ୍ ପ୍ରସ୍ତୁତ କରନ୍ତୁ, ଯେଉଁଥିରେ ପାଠପଢ଼ା ସହିତ ଖେଳ ଏବଂ ବିଶ୍ରାମ ପାଇଁ ସମୟ ଥିବ। ଲାଭ ଜଣେ ଶୃଙ୍ଖଳିତ ପିଲା ଭବିଷ୍ୟତରେ ନିଜର ଲକ୍ଷ୍ୟ ପୂରଣ କରିବା ପାଇଁ ସର୍ବଦା ସଚେତନ ରହିଥାଏ। 3. ଆତ୍ମନିର୍ଭରଶୀଳତା ଓ ନିଷ୍ପତ୍ତି ନେବା କ୍ଷମତା ସେଲ୍ଫ ରିଲାଏନ୍ସ। ଯଦି ଆପଣ ପିଲାଙ୍କର ସବୁ କାମ ନିଜେ କରିଦେବେ, ତେବେ ସେମାନେ କେବେ ବି ସ୍ୱାଧୀନ ହୋଇପାରିବେ ନାହିଁ। ଶିକ୍ଷା ପିଲାଙ୍କୁ ଛୋଟ ବୟସରୁ ନିଜ କାମ ନିଜେ କରିବାକୁ ଦିଅନ୍ତୁ, ଯେପରିକି ବ୍ୟାଗ ସଜାଡ଼ିବା, ନିଜ ଜୋତା ରଖିବା। ସେମାନଙ୍କୁ ଛୋଟ ଛୋଟ ବିଷୟରେ ନିଷ୍ପତ୍ତି ନେବାକୁ ସୁଯୋଗ ଦିଅନ୍ତୁ। ଲାଭ ଏହାଦ୍ୱାରା ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼େ ଏବଂ ସେମାନେ ନିଜ ଜୀବନର ଦାୟିତ୍ୱ ନିଜେ ନେବାକୁ ଶିଖନ୍ତି। 4. ସହାନୁଭୂତି ଓ ସାମାଜିକ ବ୍ୟବହାର ଏମ୍ପାଥି ଏଥିକ୍ସ। କେବଳ ବୁଦ୍ଧିମାନ ହେବା ଯଥେଷ୍ଟ ନୁହେଁ, ଜଣେ ଭଲ ମଣିଷ ହେବା ମଧ୍ୟ ଜରୁରୀ। ସମାଜରେ ସମ୍ମାନ ପାଇବା ପାଇଁ ଭଲ ଚରିତ୍ରର ଆବଶ୍ୟକତା ଅଛି। ଶିକ୍ଷା ପିଲାଙ୍କୁ ଅନ୍ୟମାନଙ୍କୁ ସମ୍ମାନ କରିବା, ସାହାଯ୍ୟ କରିବା ଏବଂ କୃତଜ୍ଞତା ଗ୍ରାଟିଟ୍ୟୁଡ୍ ଜଣାଇବା ଶିଖାନ୍ତୁ। ସତ୍ୟ କହିବା ଏବଂ ସାଧୁତା ଅବଲମ୍ବନ କରିବାର ମୂଲ୍ୟ ବୁଝାନ୍ତୁ। ଲାଭ
ଭଲ ବ୍ୟବହାର ଓ ଚରିତ୍ର ଯୋଗୁଁ ସେମାନେ ଜଣେ ବିଶ୍ୱାସଯୋଗ୍ୟ ବ୍ୟକ୍ତି ଓ ଉତ୍ତମ ନେତା ଲିଡର ଭାବେ ଗଢ଼ି ଉଠିବେ। 5. କୌତୂହଳ ଓ ନିରନ୍ତର ଶିଖିବାର ଆଗ୍ରହ କ୍ୟୁରିଓସିଟି ଲାଇଫ୍ ଲଙ୍ଗ୍ ଲର୍ଣ୍ଣିଂ। ଆଜିର ଦୁନିଆ ବହୁତ ଶୀଘ୍ର ବଦଳୁଛି। ଯିଏ ସବୁବେଳେ ଶିଖିବାକୁ ପ୍ରସ୍ତୁତ ସିଏ ହିଁ ସଫଳ ହେବ। ଶିକ୍ଷା ପିଲାଙ୍କୁ ପ୍ରଶ୍ନ ପଚାରିବା ପାଇଁ ଉତ୍ସାହିତ କରନ୍ତୁ। ସେମାନଙ୍କ ଭିତରେ କେବଳ ପାଠ୍ୟପୁସ୍ତକ ନୁହେଁ ବରଂ ବାହାର ଦୁନିଆ ବହି ପଢ଼ିବା ଏବଂ ନୂଆ କୌଶଳ ଶିଖିବା ପାଇଁ ଆଗ୍ରହ ସୃଷ୍ଟି କରନ୍ତୁ। ଲାଭ ନୂଆ ଜିନିଷ ଶିଖିବାର କ୍ଷମତା ସେମାନଙ୍କୁ କୌଣସି ବି କ୍ଷେତ୍ରରେ ପଛରେ ପକାଇବ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ପିଲାମାନେ ଆପଣଙ୍କୁ ଦେଖି ହିଁ ସବୁ ଶିଖନ୍ତି। ତେଣୁ ଆପଣ ନିଜେ ଯଦି ଶୃଙ୍ଖଳିତ ସାଧୁ ଏବଂ ପରିଶ୍ରମୀ ହେବେ ତେବେ ପିଲାଟି ଆପଣଙ୍କୁ ଅନୁସରଣ କରି ନିଶ୍ଚିତ ଭାବେ ସଫଳ ହେବ।